ପିଲାମାନେ ଏହା ହେଉଛି ତୁମର ଅସଲି ପ୍ରଶ୍ନପତ୍ର। ଠିକ୍ ଅଛି। ଏହା ହେଉଛି ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ସପ୍ତମ, ବିଷୟ ହେଉଛି ସାହିତ୍ୟ, ସମୟ ହେଉଛି 2 ଘଣ୍ଟା। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଠିକ୍ ଅଛି। ତା ତଳକୁ ଅଛି ରୋଲ୍ ନମ୍ବର। ଏଇଠି ପିଲାମାନେ ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଭାଗ। ଠିକ୍ ଅଛି। ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତୁମର ତାରିଖ, ତୁମେ ଯେଉଁଦିନ ଏଇ ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ତା ତଳକୁ ଲେଖିବ ବିଦ୍ୟାଳୟର ନାମ। ଏଇଠି ଲେଖିବ ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ବ୍ଲକ, ତୁମର ବ୍ଲକର ନାମ ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମ ଜିଲ୍ଲାର ନାମ ଲେଖିବ। ଠିକ୍ ଅଛି। ପିଲାମାନେ ଏହି ପ୍ରଶ୍ନର ପୃଷ୍ଠା ସଂଖ୍ୟା ହେଉଛି 4। ଠିକ୍ ଅଛି, 4। ତାପରେ ପ୍ରଶ୍ନ ସଂଖ୍ୟା ପିଲାମାନେ ତୁମର ଏଇ ପ୍ରଶ୍ନର ପ୍ରଶ୍ନ ସଂଖ୍ୟା ହେଉଛି 8। ଠିକ୍ ଅଛି। ତାପରେ ପୂର୍ଣ୍ଣ ସଂଖ୍ୟା ତୁମେ ସମ୍ପୂର୍ଣ୍ଣ 50 ମାର୍କର ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ପ୍ରତି ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ଠିକ୍ ଅଛି। ପ୍ରଥମ ପ୍ରଶ୍ନ ଅଛି ଅନୁଚ୍ଛେଦଟିକୁ ପଢ଼ି ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଠିକ୍ ଅଛି। ପିଲାମାନେ ଗୋଟିଏ ଅନୁଚ୍ଛେଦ ଦେଇଛି, ସେହି ଅନୁଚ୍ଛେଦକୁ ପଢ଼ିବ ଏବଂ ତା ତଳେ କେତେ ଗୁଡ଼ିଏ ପ୍ରଶ୍ନ ଅଛି ସେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଏଇଠି ଅନୁଚ୍ଛେଦ ଅଛି, ତୁମେ ଏହାକୁ ପଢ଼ିବ। ଠିକ୍ ଅଛି। ତାପରେ ତଳଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବ। ପ୍ରଶ୍ନ ଅଛି ଆମ ଦେଶରେ ପ୍ରତିବର୍ଷ କାହିଁକି ଲକ୍ଷାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି ଓ ଚିରଦିନ ପାଇଁ ଅକର୍ମଣ୍ୟ ହେଉଛନ୍ତି। ଠିକ୍ ଅଛି। ପିଲାମାନେ ଏ ପ୍ରଶ୍ନର ଉତ୍ତର ତୁମେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି ଅନେକ ପିଲା ସଡ଼କ ଦୁର୍ଘଟଣାର ଶିକାର ହେବାର କାରଣ କ'ଣ? ଅନେକ ପିଲା ସଡ଼କ ଦୁର୍ଘଟଣାର ଶିକାର ହେବାର କାରଣ କ'ଣ? ତୁମେ ଏହାର ଉତ୍ତର ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ପିଲାମାନେ ଦୁର୍ଘଟଣାର ଶିକାର ନ ହେବା ପାଇଁ କ'ଣ କରିବା ଉଚିତ? କ'ଣ କରିବା ଉଚିତ? ପିଲାମାନେ ଏହାର ଉତ୍ତର ଏଇଠି ପାରାଗ୍ରାଫରେ ଏହି ଅନୁଚ୍ଛେଦଟିରେ ଅଛି। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଚାଲି ଚାଲି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ନ ହେବା ପାଇଁ କ'ଣ କରିବା ଦରକାର? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ଅନୁଚ୍ଛେଦରେ ଅଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ରାତ୍ରି ସମୟରେ ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ନ ହେବା ପାଇଁ କ'ଣ କରିବା ଉଚିତ? ଠିକ୍ ଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ଅନୁଚ୍ଛେଦରୁ ତୁମେ ଲେଖିପାରିବ। ଠିକ୍ ଅଛି। ତାପରେ ଦେଖିବା ଆଗକୁ କେଉଁ ସବୁ ପ୍ରଶ୍ନ ଅଛି। କବିତାଟିକୁ ପଢ଼ି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବ। ପିଲାମାନେ ଏଠି ଗୋଟେ କବିତା ଦେଇଛି, ସେ କବିତାକୁ ପଢ଼ିବା ଏବଂ ତା ତଳରେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଗ୍ରୀଷ୍ମ ଋତୁ ଗଲା ପରେ କେଉଁ ଋତୁର ଆଗମନ ହୁଏ? ଗ୍ରୀଷ୍ମ ଋତୁ ଗଲା ପରେ କେଉଁ ଋତୁର ଆଗମନ ହୁଏ? ପିଲାମାନେ ଏହା ତୁମେ ସବୁ ଜାଣିପାରିବ। ଠିକ୍ ଅଛି। ବର୍ଷା ଋତୁର ଆଗମନ ହୁଏ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କେଉଁ ଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ? କେଉଁ ଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଇଛି? ପିଲାମାନେ ଏଇଠି ଅଛି ପ୍ରଥମ ପ୍ରଶ୍ନ ଉତ୍ତର ହେବ ବର୍ଷା ଋତୁ। ଠିକ୍ ଅଛି। ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଇଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ମେଘମାନେ କେଉଁଠାରେ ମିଳିତ ହୁଅନ୍ତି? ମେଘମାନେ କେଉଁଠାରେ ମିଳିତ ହୁଅନ୍ତି? ଶୂନ୍ୟ ପଥରେ। କେଉଁଠି? ଶୂନ୍ୟ ପଥରେ ମିଳିତ ହୁଅନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ମହିମଣ୍ଡଳ ଦୁଃଖ ଚାହିଁ ମେଘ କ'ଣ କଲା? ମହିମଣ୍ଡଳ ଦୁଃଖ ଚାହିଁ ମେଘ କ'ଣ କଲା? ମହିମଣ୍ଡଳର ଦୁଃଖ ଚାହିଁ ଆନନ୍ଦରେ ବର୍ଷା ହେଲା। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ ମେଘମାଳମାନେ କିପରି ଜଳ ବର୍ଷା କରନ୍ତି? ମେଘମାଳମାନେ କିପରି ଜଳ ବର୍ଷା କରନ୍ତି? ଏହାର ଉତ୍ତର ତୁମେ ଲେଖିବ ପିଲାମାନେ ଘୋର ଶବଦ କରି ବର୍ଷା କରନ୍ତି। ଠିକ୍ ଅଛି। ଘୋର ଶବଦ କରି ବର୍ଷା କରନ୍ତି। ତାପରେ ପରବର୍ତ୍ତୀ ପ୍ରଶ୍ନ ସରଳ ଭାଷାରେ ବୁଝାଇ ଲେଖ। ନୁହେଁ ତା ବିଚିତ୍ର ବାହ୍ୟ ବିଶ୍ୱ ମାତ୍ର ପ୍ରତିଫଳନର ନିଜ ହୃଦୟ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ତୁମେ ଲେଖିବ। ଠିକ୍ ଅଛି। ନିଜେ କରିବାକୁ ଚେଷ୍ଟା କରିବ। ଠିକ୍ ଅଛି। ଏହାର ଉତ୍ତର ମୁଁ ଅନ୍ୟ ଏକ ଭିଡ଼ିଓରେ କିମ୍ବା ଏହି କମେଣ୍ଟ ମାଧ୍ୟମରେ ମୁଁ ଦେବାକୁ ଚେଷ୍ଟା କରିବି। ଠିକ୍ ଅଛି। ତୁମେ ନିଜେ ଏହାର ଉତ୍ତର ମଧ୍ୟ ଲେଖିବାକୁ ଚେଷ୍ଟା କରିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ ଆମେ ମିଥ୍ୟା ନ କହି ମଧ୍ୟ ଜୀବନରେ ଅନେକ ସମୟରେ ମିଥ୍ୟାଚାର କରିଥାଉଁ।
अति सुंदर प्रश्न अच्छी पाने निजे यार प्रश्न उत्तर तुम्हें लिखा चेष्टा कर ठीक अच्छे। तापर देखा परवर्ती प्रश्न गंगा माता चकुलिया पंडा उपरे कहीं रागी पे यार उत्तर मात्र 3टी धाड़ी देव कि 2टी धाड़ी हेले भी चलो ठीक अच्छे। तापर देखा परवर्ती प्रश्न रमादेवी उपरे श्री अरविंद कि प्रभाव पड़ा अति सुंदर प्रश्न पाने यार उत्तर 2टी कि 3टी धाड़ी निश्चय देव ठीक अच्छे। देखा परवर्ती प्रश्न निर्देश अनुसार उत्तर देव ठीक अच्छे। कानन काननर गोटे प्रतिशब्द लिख ये लिख बण ठीक अच्छे। तापर विपरीत शब्द लिख तिरोधान तिरोधान तुम्हें ये लिख आविर्भाव कौन लिख आविर्भाव ये लिख ठीक अच्छे। परवर्ती प्रश्न लिंग परिवर्तन कर सहायक ये लिख सहायिका सहायिका ठीक अच्छे। परवर्ती प्रश्न बुद्धि बाट भली आउ गोटे जुग्म शब्द लेख बुद्धि बाट तुम्हें ये लिख रास्ता घाट ठीक अच्छे रास्ता घाट। तापर परवर्ती प्रश्न आपण क्यों बाटे जाउछंती उक्त वाक्यटे लेखांकित शब्दटी क्यों वचन अटे ये लिख द्वितीय वचन अटे ठीक अच्छे द्वितीय वचन अटे। तापर परवर्ती प्रश्न वाक्य रे व्यवहार कर संकल्प संकल्प को लेकर गोटे वाक्य तुम्हें लिख ठीक अच्छे। मु भविष्य में डाक्तर होगापाई संकल्प करिछि लिख ठीक अच्छे। संकल्प माने प्रतिज्ञा शपथ नेबा ठीक अच्छे। तापर परवर्ती प्रश्न कोटि निधि पाइबा रूढ़िर अर्थ निम्न मध्य क्योंटी हेब ठीक उत्तर ठीक चिन्ह दियो ठीक अच्छे। कोटि निधि पाइबा एठारे सठिक उत्तरटी होउछि अति प्रसन्न हवा अति प्रसन्न हवा ठीक अच्छे। तापर देखिबा परवर्ती प्रश्न गद्य रूप लेख न्यून 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 अच्छी पिला माने एटा पद्य रूप अच्छी तुम न्यून न्यून केमती लिख न्यून लिख न्यून यहीपरि लिख ठीक अच्छे। तापर परवर्ती प्रश्न निम्नलिखित प्रसंग मध्यरु 70 ରୁ 80 शब्द मध्य जेकोसी गोटे विषय लिख यह रचना पिला माने आदर्श छात्र जीवन किंबा सुस्थ जीवन और व्यायाम जेकोसी गोटे विषय लिख 8 ରୁ 10 धाड़ी मध्य लिख ठीक अच्छे। तापर आग को कौन सी देखा बनभोजीर अनुभूति वर्णना कर सांग निकट को एक पत्र लिख अति सुंदर प्रश्न पिला माने ए प्रश्न उत्तर तुम्हें लिख पिला ठीक अच्छे। पिला माने जो सब प्रश्न गुड़िक उत्तर मु छाड़ी देछि से प्रश्न गुड़िकर उत्तर यथा संभव मु कमेंट माध्यम किंबा आउ एक वीडियो माध्यम तुम मान पाखक पठाइबा को चेष्टा करी ठीक अच्छे। धन्यवाद पिला माने निश्चय गोटे लाइक करिवो एवं ए वीडियो को शेयर करिवो ठीक अच्छे। धन्यवाद।